ଆଦିବାସୀ ଅବସ୍ଥିତ ଘଣ୍ଟା ପଞ୍ଚାୟତ ସମିତିର ଗଡ଼ିଗା ଗ୍ରାମ ପଞ୍ଚାୟତରେ ଆଜି ଯେଉଁ ଖେଳ ଆୟୋଜନ କରୁଛନ୍ତି MDYS ବ୍ରହ୍ମପୁର ପରିବହନ ସୁନ୍ଦର ପରିବେଶ ମଧ୍ୟରେ ଖେଳ ଚାଲିଛି ଆରମ୍ଭ ହେବ ବର୍ତ୍ତମାନ। ତା ସମସ୍ତେ ଅପେକ୍ଷାରତ ଅଛନ୍ତି ସେଇ ଶୁଭ ମୁହୂର୍ତ୍ତକୁ। ସେଇ ଶୁଭ ମୁହୂର୍ତ୍ତରେ ବର୍ତ୍ତମାନ ଆମର ଯେଉଁ ଅତିଥିଗଣ ଉପସ୍ଥିତ ଅଛନ୍ତି ସେ ହେଉଛନ୍ତି ବାର ନମ୍ବର ଜୋନ୍ର ଜିଲ୍ଲା ପରିଷଦ ହୃଦାନନ୍ଦ ଭାଇ, ତତ୍ ସହିତ ଏ ଗ୍ରାମ ପଞ୍ଚାୟତର ସରପଞ୍ଚ ଟୁଟୁ ଭାଇ ସେ ମଧ୍ୟ ଉପସ୍ଥିତ ଅଛନ୍ତି। ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ଆସିଛନ୍ତି। ତେଣୁ ଅନେକ ଆଜି ଏକ ସୁନ୍ଦର ପରିବେଶ ମଧ୍ୟରେ ଯେ ଖେଳ ଆୟୋଜନ କରାଯାଉଛି, ତେଣୁ ଏଇଟା ଏକ ଐତିହାସିକ ପଡ଼ିଆ ବୋଲି କହିଲେ ଅଚ୍ୟୁକ୍ତି ହେବ ନାହିଁ। ଏହି ଅଞ୍ଚଳରେ ରାତ୍ରି ମ୍ୟାଚ୍ କେବଳ ଆମେ ଦେଖିବା ଭିତରେ ଏଠି ଏକ ସୁନ୍ଦର ଆୟୋଜନ କରାଯାଉଛି। ତେଣୁ ଏ ଯେଉଁ ଆଜି ଆସ୍ତେ ଆସ୍ତେ ଦର୍ଶକମାନଙ୍କର ଗହଳି ମଧ୍ୟ ଲାଗିବା ଚାଲିଛି। ଆଉ ଅଳ୍ପ ସମୟ ମଧ୍ୟରେ ଆମର ଖେଳ ଅନୁଷ୍ଠିତ ହୋଇଯିବ। ଅଳ୍ପ ସମୟ ମଧ୍ୟରେ ଆମର ଯେମିତି ଓଡ଼ିଶା ବିଧାନସଭାର ମନ୍ତ୍ରୀ ସୁଦାମ ମାଝୀ ମଧ୍ୟ ଏହି ପଡ଼ିଆ ମଧ୍ୟକୁ ଆସିଛନ୍ତି। ତା ସହିତ ପୂର୍ବତନ ଉପବାଚସ୍ପତି ଶ୍ରୀଯୁକ୍ତ ସାନନ୍ଦ ମାରାଣ୍ଡି ସେ ମଧ୍ୟ ଆମ ଏହି ପଡ଼ିଆକୁ ଆସୁଛନ୍ତି। ତା ସହିତ ଆସୁଛନ୍ତି ଖୋର୍ଦ୍ଧା ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁଧନ୍ୟ ନାୟକ। ତା ସହିତ ଆସୁଛନ୍ତି ଆମର ପୂର୍ବତନ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଅନେକ ଅତିଥିଗଣ ଏ ମଞ୍ଚକୁ ଆସୁଛନ୍ତି। ଆଉ ଅଳ୍ପ ସମୟ ମଧ୍ୟରେ ପହଞ୍ଚିବେ। ତେଣୁ ସମୟର ବିଳମ୍ବ ହେତୁ ଆମେ ଖେଳକୁ ବର୍ତ୍ତମାନ ଉପସ୍ଥିତ ଥିଲେ ଉପସ୍ଥିତ ଅଛନ୍ତି। ତେଣୁ ସେଇ ତାଙ୍କରି ପରକମୟରେ ଆଜି ଏହି ଖେଳଟିକୁ ଉଦ୍ଘାଟନ କରାଯିବ। ହ୍ୟାଲୋ, ବହୁତ ସୁନ୍ଦର, ଅତି ସୁନ୍ଦର ପରିବେଶ ମଧ୍ୟରେ ବାଜା ଇଆଡ଼େ ବାଜୁଛି, ସିଆଡ଼େ ବାଣ ଫୁଟୁଛି ଏବଂ ତାଙ୍କ ଭିତରେ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ତେଣୁ ଏହି ସୁନ୍ଦର ପରିବେଶରେ ଏଇ ଯେଉଁ ବ୍ରହ୍ମପୁର MDYS ଅନେକ ସୁନ୍ଦର ଆୟୋଜନ କରିଛନ୍ତି ଏହି ଲାଇଭ୍ ଚତୁର୍ଥ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ। ଏବଂ ସବୁ ଦର୍ଶକମାନେ ଆଜି ଉପସ୍ଥିତ ଅଛନ୍ତି ଏବଂ ସବୁ ମହାମାଂସମାନେ ଖେଳ ପ୍ରଦର୍ଶନ କରିବା ପାଇଁ ଆସିଛନ୍ତି। ସମସ୍ତଙ୍କୁ ଏ ଅନୁଷ୍ଠାନ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ଏ ଗରିବା ଗ୍ରାମ ପଞ୍ଚାୟତ ତରଫରୁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଖୁଣ୍ଟା ବ୍ଲକ ତରଫରୁ ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଏ ମୟୂରଭଞ୍ଜ ଜିଲ୍ଲା ପ୍ରତି ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ବିଭିନ୍ନ ଅଞ୍ଚଳରୁ ଆସିଥିବା ସମସ୍ତ ଖେଳାଳିମାନଙ୍କୁ ସେମାନଙ୍କୁ ମଧ୍ୟ ଅନେକ ଅନେକ ସ୍ୱାଗତ ଏବଂ ଶୁଭେଚ୍ଛା କରୁଛି। ତେଣୁ ଏ ସୁନ୍ଦର ଆୟୋଜନ ଏ ଖେଳ ନାଇଟ୍ ଫୁଟବଲ